तो ସାଙ୍ଗମାନେ ଆଜି ସକାଳୁ ସକାଳୁ ଫ୍ରେଶ୍ ହେଇ ବାହାରିବାର କାରଣ ହେଉଛି ଆଜି ହେଉଛି ଜନ୍ମାଷ୍ଟମୀ। ଆଉ ମୁଁ ହେଉଛି ଆମ ଘରର ବଡ଼ ପୁଅ। ତ ମୋ ପାଇଁ ଆଜି ନୂଆ ଡ୍ରେସ୍ କିଣା ହେବ। ତ ସେଥିପାଇଁ କମ୍ପାନୀରୁ ଗେଟ୍ ପାସ୍ ଆଣିକିରି ମୁଁ ଆଉ ମୋ ସାଙ୍ଗ ବାହାରକୁ ପଳେଇ ଆଇଲୁ। ତ ଦେଖୁଥିବେ ସାଙ୍ଗମାନେ ଆମ କମ୍ପାନୀର ବାହାରେ କିଛି ଏଇଭଳିଆ ଦେଖାଯାଉଛି। ଯଦି ଆପଣମାନେ ବି କାମ କରିବା ପାଇଁ ଚାହାନ୍ତି ତ ମୋତେ କମେଣ୍ଟ କରନ୍ତୁ, ମୁଁ ଆପଣଙ୍କୁ ଠିକଣା ଦେଇଦେବି। ତ ସବୁକିଛି ସରିସାରିଲା ପରେ ଆମେ ପଳେଇ ଆସିଲୁ ତାମିଲନାଡୁର ମାର୍କେଟ ଉପରକୁ। ତ ଦେଖିପାରୁଥିବେ ଆମେ ବସ୍‌କୁ ଅପେକ୍ଷା କରିଛୁ। ବସ୍ ଏପର୍ଯ୍ୟନ୍ତ ଆସିନି, ବହୁତ ଡେରି କଲା ବସ୍ ଆସିବା। ତ ତାମିଲନାଡୁର ମାର୍କେଟ କିଛି ଏଇଭଳିଆ ଦେଖାହୁଏ ସାଙ୍ଗମାନେ। ଫାଇନାଲି ସାଙ୍ଗମାନେ ବସ୍ ଆସିସାରିଛି। ଆଉ ମୁଁ ଆଉ ମୋ ସାଙ୍ଗ ବସ୍‌ରେ ବସି ସାରିଲା ପରେ ମୋ ସାଙ୍ଗ ମୋତେ କିଛି ମଜାଳିଆ କଥା କହୁଥିଲା। ଆଉ ତାପରେ ବସ୍‌ର କଣ୍ଡକ୍ଟରକୁ ଆମେ ତାର ପଇସା ଦେଇକିରି ଆମେ ଆମର ଠିକଣା ଦେଇଦେଲୁ। ତ ଠିକଣା ଦେଇ ସାରିଲା ପରେ ତାପରେ କିଛି ସମୟ ଭିତରେ ବସ୍ ଆମକୁ ନେଇ ପହଞ୍ଚାଇ ଦେଲା ମାର୍କେଟ ଉପରେ। ତ ସାଙ୍ଗମାନେ ମାର୍କେଟର କିଛି ଦୂର ଗଲା ପରେ ଆମକୁ ଗୋଟେ ମଲ୍ ମିଳିଗଲା। ତ ସେଇ ମଲ୍ ଭିତରକୁ ଆମେ ଏବେ ଏଣ୍ଟ୍ରି କରିବା ଆଉ ଗୋଟେ ଭଲ ଡ୍ରେସ୍ ବାଛିକି ଆଣିବା। ତ ଫାଇନାଲି ସାଙ୍ଗମାନେ କିଛି ସମୟ ବଛାବଛି କଲା ପରେ ବହୁତ ଖୋଜାଖୋଜି କରି ଗୋଟେ ଡ୍ରେସ୍ ପାଇଲି। ତ ଫାଇନାଲି ମୁଁ ଡ୍ରେସ୍ କିଣିଦେଇଛି, ଦେଖିପାରୁଥିବେ ସାଙ୍ଗମାନେ। ତ ଡ୍ରେସ୍ କିଣି ସାରିଲା ପରେ ପୁଣି ଆମେ ବସ୍‌କୁ ଅପେକ୍ଷା କଲୁ। ତାପରେ ଫାଇନାଲି ବସ୍ ଆସିଗଲା। ପୁଣି ବସ୍‌ରୁ ବସି ବାହାରିଗଲୁ ଆମେ କମ୍ପାନୀ ଆଡ଼କୁ। ତ ସାଙ୍ଗମାନେ ନୂଆ ଡ୍ରେସ୍ କିଣିକି ମୁଁ ବହୁତ ଖୁସି ଥିଲି। ମୁଁ ଖାଲି ଭାବୁଥାଏ କେତେବେଳେ କମ୍ପାନୀରେ ପହଞ୍ଚିବି ଆଉ କମ୍ପାନୀରେ ପହଞ୍ଚିକି ନୂଆ ଡ୍ରେସ୍ କିଣିବି। ତ ଦେଖିପାରୁଥିବେ ସାଙ୍ଗମାନେ କମ୍ପାନୀ ଠାରୁ କିଛି ଦୂରରେ ବସ୍ ଆମକୁ ଓହ୍ଲେଇଦେଲା। ଆଉ ଆମେ କିଛି ତରକାରୀ ଧରିକିରି ପଳେଇ ଆଇଲୁ, କାହିଁକିନା କ୍ୟାଣ୍ଟିନ୍‌ରେ ଆଜି ଭଲ ଖାଇବା ଦେଇନଥିବ। ତ ତରକାରୀ ଧରି ପଳେଇ ଆସିସାରିଲା ପରେ ମୁଁ ସାଙ୍ଗେ ସାଙ୍ଗେ ଗାଧେଇ ପାଧେଇ ରେଡ଼ି ହେଇଗଲି। ତ ଦେଖିପାରୁଥିବେ ସାଙ୍ଗମାନେ ମୁଁ ଆଜି ଏହି ଡ୍ରେସ୍ ଆଣିଥିଲି। ତ ଏହି ଡ୍ରେସ୍‌ର ମୋ ଲୁକ୍ କେମିତି ଦେଖାଯାଉଛି କମେଣ୍ଟରେ କମେଣ୍ଟ କରନ୍ତୁ। ତ ଏତେ ସବୁ କିଛି ସରିଲା ପରେ ମୁଁ ବାହାରିଗଲି କ୍ୟାଣ୍ଟିନ୍ ଆଡ଼କୁ। ତ କ୍ୟାଣ୍ଟିନ୍‌ରେ କ'ଣ ହେଇଛି ଆଜି ଦେଖିବା। ତ ସାଙ୍ଗମାନେ ଆମେ କ୍ୟାଣ୍ଟିନ୍‌ରେ ପହଞ୍ଚି ଦେଖିଲା ବେଳକୁ ଆଜି କ୍ୟାଣ୍ଟିନ୍‌ରେ ହେଇଥିଲା ନାଉ ତରକାରୀ ଆଉ ଆମେ ଆଣିଥିଲୁ ଚିକେନ୍। ତ ସାଙ୍ଗମାନେ ଆଜି ପାଇଁ ଏତିକ। ଆଉ ୟାର ନେକ୍ସଟ ଭ୍ଲଗ୍ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଫଲୋ କରନ୍ତୁ। ରହିଲି, ଜୟ ଜଗନ୍ନାଥ।